2026 ମସିହା ମେ ମାସ 24 ତାରିଖରେ ମୁକ୍ତିମୋକ୍ଷ କ୍ଲାସରେ ଶ୍ରୀ ଭଗବାନ ପ୍ରଦାନ କରିଥିବା ଜ୍ଞାନର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, କୃତଜ୍ଞତାର ସ୍ଥିତି ବିଷୟରେ ଦୟାକରି କହିବେ କି? ଆମେ ହୃଦୟରୁ କୃତଜ୍ଞ ହେଲେ ବାହ୍ୟ ଘଟଣାଗୁଡ଼ିକ କିପରି ପରିବର୍ତ୍ତନ ହୋଇଥାଏ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଏହା ଏପରି ଏକ ଶିକ୍ଷା ଯାହାକୁ ଠିକ୍ ଭାବରେ ବ୍ୟାଖ୍ୟା କରିହେବ ନାହିଁ। ଆପଣ ଯେତେବେଳେ ଏକ ଉଚ୍ଚ ଚୈତନ୍ୟ ସ୍ଥିତିକୁ ଯିବେ ସେତେବେଳେ ଏହା ଆପଣଙ୍କୁ ସ୍ପଷ୍ଟ ହେବ, ତା ପୂର୍ବରୁ ନୁହେଁ। ସେହି ଉଚ୍ଚ ଚୈତନ୍ୟ ସ୍ଥିତିରେ କୃତଜ୍ଞତା ଥିଲେ କ'ଣ ସବୁ ଘଟେ ତାହା ଆପଣ ବୁଝିପାରିବେ। କୃତଜ୍ଞତା ସ୍ୱାଭାବିକ ଭାବେ ଜାତ ହେବ ଏବଂ ଆପଣ ଦେଖିପାରିବେ ଯେ ମସ୍ତିଷ୍କରେ, ଶରୀରର ବିଭିନ୍ନ ଅଂଶରେ କ'ଣ ସବୁ ଘଟୁଅଛି। ଆପଣ ଏହା ମଧ୍ୟ ଦେଖିପାରିବେ ଯେ ଆପଣ ସେହି ବ୍ୟକ୍ତିଙ୍କ ସହ କିପରି ସଂଯୁକ୍ତ ଅଛନ୍ତି। ଏହା ପରେ ଆପଣ ବୁଝିପାରିବେ କୃତଜ୍ଞତା କେତେ ମହତ୍ତ୍ୱପୂର୍ଣ୍ଣ ଏବଂ ଏହା ଅନୁଭବ ହେବା ମାତ୍ରେ କିପରି ଚମତ୍କାର ସବୁ ଘଟିବା ଆରମ୍ଭ ହୁଏ। ଏହାକୁ ବୁଝିବା ପାଇଁ ଆପଣଙ୍କୁ ଉଚ୍ଚ ଚୈତନ୍ୟ ସ୍ଥିତି ପ୍ରାପ୍ତିର ଅପେକ୍ଷା କରିବାକୁ ପଡ଼ିବ। କେବଳ ବୁଦ୍ଧିଗତ ବ୍ୟାଖ୍ୟାର କୌଣସି ଲାଭ ନାହିଁ। ସେହି ଅବସ୍ଥାରେ ଆପଣ ବାସ୍ତବତାକୁ ଯେପରି ଅଛି ସେପରି ଦେଖିପାରିବେ। ବର୍ତ୍ତମାନ ଆମେ ଆପଣମାନଙ୍କୁ ଶିକ୍ଷା ଦେଉଛୁ ଏବଂ ଉଚ୍ଚ ଚୈତନ୍ୟ ସ୍ଥିତି ପାଇଁ ପ୍ରସ୍ତୁତ କରୁଛୁ। ସେହି ଉଚ୍ଚ ଚୈତନ୍ୟ ସ୍ଥିତିରେ ଏହି ଶିକ୍ଷାମାନେ ଅନୁଭୂତିରେ ପରିଣତ ହେବେ। ଧନ୍ୟବାଦ ଶ୍ରୀ ଭଗବାନ। ଦ୍ୱିତୀୟ ପ୍ରଶ୍ନ, ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଆମ ଧର୍ମରେ ତିରୁକଲ୍ୟାଣମର ମହତ୍ତ୍ୱ କ'ଣ? ଆମେ ଶ୍ରୀ ଆମ ଭଗବାନଙ୍କ ପାଇଁ ତିରୁକଲ୍ୟାଣମ କରିଲେ ଶ୍ରୀ ଆମ ଭଗବାନ କିପରି ଅନୁଭବ କରନ୍ତି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ଯେତେବେଳେ ତିରୁକଲ୍ୟାଣମ ଅନୁଷ୍ଠାନ କରନ୍ତି କିମ୍ବା ଏଥିରେ ଅଂଶଗ୍ରହଣ କରନ୍ତି, ଆପଣଙ୍କର ମାନସିକ ସ୍ଥିତି ପରିବର୍ତ୍ତିତ ହୋଇଯାଇପାରେ। ଆପଣଙ୍କର ଭାବନା ମଧ୍ୟ ବଦଳି ଯାଇପାରେ। ଏହା ଫଳରେ ଭଲ ଘଟଣା ନିଶ୍ଚିତ ଭାବେ ଘଟିବା ଆରମ୍ଭ ହୋଇଥାଏ। ଧରି ନିଅନ୍ତୁ ଆପଣଙ୍କ ପରିବାରରେ 5-7 ବର୍ଷ ଧରି ବିବାହ ହେଉନଥିଲା। ସେହି ବିବାହ ହୋଇଯାଇପାରେ। ଆପଣ ଘର କିଣିବାକୁ ଚାହୁଁଥିଲେ, ତାହା ମଧ୍ୟ ସମ୍ଭବ ହୋଇପାରେ। ଆପଣଙ୍କର ଅନେକ ଅପୂର୍ଣ୍ଣ ଇଚ୍ଛା ପୂରଣ ହୋଇଯାଇପାରେ। କାରଣ କାର୍ଯ୍ୟକ୍ରମରେ ଅଂଶ ନେବା ସମୟରେ ଆପଣଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ ଏବଂ ମାନସିକ ସ୍ଥିତି ପରିବର୍ତ୍ତିତ ହେଲେ ଭଲ ଘଟଣାମାନ ମଧ୍ୟ ଘଟିବା ଆରମ୍ଭ କରନ୍ତି। ଧନ୍ୟବାଦ ଶ୍ରୀ ଭଗବାନ। ତୃତୀୟ ପ୍ରଶ୍ନ, ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। କୁହାଯାଏ ଯେ ଆସ୍ଥା ଦ୍ୱାରା ପର୍ବତକୁ ମଧ୍ୟ ହଲାଇ ଦିଆଯାଇପାରେ। ଆସ୍ଥା କୃପାକୁ ତ୍ୱରାନ୍ୱିତ କରେ। ଜଣେ କିପରି ଶକ୍ତିଶାଳୀ ଆସ୍ଥା ବିକଶିତ କରିପାରିବ? ଆସ୍ଥା ଓ ବିଶ୍ୱାସ ମଧ୍ୟରେ କ'ଣ ପାର୍ଥକ୍ୟ ଅଛି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ବିଶ୍ୱାସ ହେଉଛି କେବଳ ମନର ଏକ କାର୍ଯ୍ୟ ଯାହା ଆପଣ ଶୁଣିଥିବା କଥା କିମ୍ବା ଅନ୍ୟମାନଙ୍କ ସହ ଆଲୋଚନାର ଆଧାରରେ ଗଢ଼ି ଉଠିଥାଏ। ଏହା ନିଜସ୍ୱ ଅନୁଭବର ଉପରେ ଆଧାରିତ ନଥାଏ, କିନ୍ତୁ ଆସ୍ଥା ହେଉଛି ନିଜସ୍ୱ ଅନୁଭବର ଫଳ। ଆପଣ
ଉଚ୍ଚ ଚୈତନ୍ୟ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ କେବଳ ବିଶ୍ୱାସ ଉପରେ ଚାଲିପାରିବେ। ଥରେ ଉଚ୍ଚ ଚୈତନ୍ୟ ସ୍ଥିତି ଆସିଗଲେ ତାପରେ ଆଉ ବିଶ୍ୱାସ ରହିବ ନାହିଁ, କେବଳ ଆସ୍ଥା ହିଁ ରହିବ। ସେହି ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣ ଅନ୍ୟ ଲୋକରେ ଆମ ଭଗବାନଙ୍କୁ ସାକ୍ଷାତ କରିବେ ଏବଂ ତାପରେ ଆପଣ ଆମେ ପ୍ରକୃତରେ କିଏ ବୋଲି ଜାଣିପାରିବେ। ଏହା ଭିନ୍ନ କଥା। ସେ ପର୍ଯ୍ୟନ୍ତ ଏହା କେବଳ ବିଶ୍ୱାସର ବିଷୟ ଅଟେ। କେହି ଦେଖିଛନ୍ତି, କେହି ଅନୁଭବ କରିଛନ୍ତି, ତେଣୁ ଏହା ସତ୍ୟ ହୋଇଥାଇପାରେ। ଏହା ହେଉଛି ଏକମାତ୍ର ମାର୍ଗ ଯେଉଁ ଭାବରେ ଆପଣ କାର୍ଯ୍ୟ କରିପାରନ୍ତି କିମ୍ବା କିଛି ତର୍କକୁ ବ୍ୟବହାର କରି ସିଦ୍ଧାନ୍ତ ନିଅନ୍ତି ଯେ ଏହି ଚମତ୍କାର ସେଠାରେ ହୋଇଛି। ଏହା ନିଶ୍ଚୟ ସତ୍ୟ। କିନ୍ତୁ ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣ ପ୍ରତ୍ୟକ୍ଷ ଭାବରେ ଆମ ଭଗବାନଙ୍କୁ ଅନ୍ୟ ଲୋକରେ ମୁହାଁମୁହିଁ ଏକାନ୍ତରେ ସାକ୍ଷାତ କରିବେ। ଆପଣ ଜାଣିପାରିବେ ସେମାନେ କିଏ, ସେମାନେ କ'ଣ ଏବଂ ଏହି ବ୍ରହ୍ମାଣ୍ଡ କ'ଣ ଅଟେ। ଏହା ଆପଣଙ୍କ ଆଗରେ ବହୁତ ସ୍ପଷ୍ଟ ହୋଇପାରେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା, ଆପଣ ଦେଖିପାରିବେ ଯେ ମସ୍ତିଷ୍କ ଚୈତନ୍ୟ ଓ ସଚେତନତାକୁ ସୃଷ୍ଟି କରୁନାହିଁ। ଚୈତନ୍ୟ ଓ ସଚେତନତା କେବଳ ମସ୍ତିଷ୍କକୁ ଉପଯୋଗ କରୁଛନ୍ତି। ଏହା ହେଉଛି ଏକ ମୌଳିକ ପରିବର୍ତ୍ତନ। ଆପଣ ସମସ୍ତେ ବିଶ୍ୱାସ କରନ୍ତି ଯେ ମସ୍ତିଷ୍କ ଏସବୁକୁ ସୃଷ୍ଟି କରେ, କିନ୍ତୁ ଉପଲବ୍ଧି କରିପାରିବେ ଯେ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି। ସଚେତନତା ଅଛି, ଚୈତନ୍ୟ ଅଛି, ଯାହା ମସ୍ତିଷ୍କକୁ ଉପଯୋଗ କରେ, ଯାହା ଆପଣଙ୍କ ମସ୍ତିଷ୍କ, ବିଲେଇର ମସ୍ତିଷ୍କ, ବାଘର ମସ୍ତିଷ୍କ, ସମସ୍ତଙ୍କ ମସ୍ତିଷ୍କକୁ ବ୍ୟବହାର କରୁଛି, କିନ୍ତୁ ଏହା ମସ୍ତିଷ୍କରୁ ଉତ୍ପନ୍ନ ହୁଏ ନାହିଁ। ଏହି ସମସ୍ତ କଥା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। ପ୍ରକୃତରେ ବ୍ରହ୍ମାଣ୍ଡ କ'ଣ, ସମୟ କ'ଣ, ସ୍ଥାନ କ'ଣ, ସବୁ କିଛି ସ୍ପଷ୍ଟ ହେବ। ଆପଣ ଉପଲବ୍ଧି କରିବେ ଯେ ସମୟ ଓ ସ୍ଥାନ ବୋଲି କିଛି ନାହିଁ। ଏସବୁ ସମ୍ପୂର୍ଣ୍ଣ ରୂପରେ ଏକ ପ୍ରକାର ଗଠନ ମାତ୍ର। ଆପଣଙ୍କ ଉଚ୍ଚ ଚୈତନ୍ୟ ସ୍ଥିତିରେ ପହଞ୍ଚିଲେ ହିଁ ଏହାକୁ ଉପଲବ୍ଧି କରିବେ। ଏହି ସ୍ଥିତିରେ ଆମ ଭଗବାନଙ୍କୁ ସାକ୍ଷାତ କଲେ ଏସବୁ ସ୍ପଷ୍ଟ ହୋଇଯିବ। ଏହା ଘଟିବା ପାଇଁ ଅପେକ୍ଷା କରନ୍ତୁ। ଏହା ନିଶ୍ଚୟ ଘଟିବ। ଧନ୍ୟବାଦ ଶ୍ରୀ ଭଗବାନ। ଚତୁର୍ଥ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ପୂର୍ବ ଦର୍ଶନରେ ଆପଣ କହିଥିଲେ ଯେ ଯେତେବେଳେ ଇଚ୍ଛା ଗୁଡ଼ିକ ଆମର ଅଚେତନ ମନରେ ପ୍ରବେଶ କରିଯାଆନ୍ତି, ସେଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି। ଭଗବାନ, ଆମ ଇଚ୍ଛା ଗୁଡ଼ିକ ଅଚେତନ ମନରେ କିପରି ପ୍ରବେଶ କରନ୍ତି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଯଦି ଆପଣ ବହୁତ ପ୍ରସିଦ୍ଧ ବା ବହୁତ ସଫଳ ଲୋକମାନଙ୍କୁ ଦେଖିବେ, ତେବେ ଆପଣ ଗୋଟିଏ ଜିନିଷ ଲକ୍ଷ୍ୟ କରିବେ ଯେ ସେମାନେ ଯଦି କୌଣସି ଜିନିଷକୁ ଚୟନ କରନ୍ତି, ସେ ବିଷୟରେ ଜ୍ଞାନ ଆହରଣ କରନ୍ତି ଏବଂ ତାପରେ ବାରମ୍ବାର ତାହାର ପୁନରାବୃତ୍ତି କରିଚାଲନ୍ତି। ଥରେ, ଦୁଇଥର, ତିନିଥର ଏହିପରି ବାରମ୍ବାର ପୁନରାବୃତ୍ତି କରିଚାଲନ୍ତି। ଏହିପରି ଆପଣମାନେ ମଧ୍ୟ ଯେତେବେଳେ ଲଗାତାର ପୁନରାବୃତ୍ତି କରିଚାଲିବେ, ଏପରି ଗୋଟିଏ ସମୟ ଆସିବ ଯେତେବେଳେ ତାହା ଆପଣଙ୍କ ଅଚେତନ ମନରେ ପ୍ରବେଶ କରିଯିବ। ପୁନରାବୃତ୍ତି ହେଉଛି ଚାବିକାଠି ବା ମୂଳ ଜିନିଷ। ଯେମିତିକି ଆପଣ କୌଣସି ମନ୍ତ୍ରକୁ ବାରମ୍ବାର ଜପ କରନ୍ତି, ମନ୍ତ୍ର ଜପରେ ମଧ୍ୟ ଏହି ସମାନ କଥା ଘଟେ। ମନ୍ତ୍ର ବାରମ୍ବାର ଜପ କରିବା ଦ୍ୱାରା ଏହା ଅଚେତନ ମନରେ ପ୍ରବେଶ କରେ, ତାପରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଦିଏ। ତେଣୁ ଲଗାତାର ଜପ କରି ଚାଲନ୍ତୁ, ଫଳରେ ତାହା ଆପଣଙ୍କ ଅଚେତନ ମନରେ ପ୍ରବେଶ କରିଯିବ। କିନ୍ତୁ ଲୋକମାନଙ୍କ ମଧ୍ୟରେ ସେହି ଦୃଢ଼ତା ନାହିଁ।
ମୁଖ୍ୟ କଥା ହେଉଛି ପୁନରାବୃତ୍ତି, ତାପରେ ଏକ ଛୋଟ ବ୍ୟବଧାନ ଏବଂ ହଠାତ୍ ଏହା ଅଚେତନ ମନ ପର୍ଯ୍ୟନ୍ତ ପହଞ୍ଚିଯାଏ। ତାପରେ ଏହା କାର୍ଯ୍ୟ କରିଥାଏ। ମୋ ପାଖରେ ଜଣେ ଭଦ୍ର ବ୍ୟକ୍ତିଙ୍କ ବାସ୍ତବ ଜୀବନର ଉଦାହରଣ ଅଛି। ସେ ଜଣେ ଇଞ୍ଜିନିୟର ଥିଲେ, ଯିଏ ଜପ କରିବାରେ ନିପୁଣ ଥିଲେ। ଏହା ଅନେକ ବର୍ଷ ତଳର କଥା, ଯାହା ବର୍ତ୍ତମାନ ମୋର ମନେ ପଡ଼ୁଛି। ତାଙ୍କର 2 ଭଉଣୀ ଥିଲେ। ତାଙ୍କୁ ସେମାନଙ୍କର ବିବାହ କରାଇବାର ଥିଲା, ମାତ୍ର ତାଙ୍କର କିଛି ଆର୍ଥିକ ସମସ୍ୟା ଥିଲା। ତେଣୁ ସେ ମୋ ପାଖକୁ ଆସିଲେ। ମୁଁ କିଛି ସମୟ ଚିନ୍ତା କଲି ଏବଂ ତାଙ୍କୁ କହିଲି, ମୁଁ ଯାହା କହିବି ତାହା କ'ଣ ଆପଣଙ୍କୁ ଆଘାତ ଦେବ କି? କାରଣ ସେ ଜଣେ ବହୁତ ରୂଢ଼ିବାଦୀ ବ୍ୟକ୍ତି ଥିଲେ। ମାତ୍ର ସେ କହିଲେ, ନା, କୌଣସି ଜିନିଷ ମୋତେ ଆଘାତ ଦେବ ନାହିଁ, କାରଣ ଏହା କେବଳ ମୋର ଭଲ ପାଇଁ। ମୁଁ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଟେ। ମୁଁ ତାଙ୍କୁ କହିଲି, ଆପଣ ଯେଉଁ ମନ୍ତ୍ର କରୁଛନ୍ତି ତାକୁ ଛାଡ଼ି ଦିଅନ୍ତୁ। ଆପଣ ତାମିଲରେ ଗୋଟିଏ ଶବ୍ଦକୁ ବାରମ୍ବାର ଜପ କରନ୍ତୁ, ପଡ଼ମ୍ ପଡ଼ମ୍ ପଡ଼ମ୍। ପଡ଼ମ୍ର ଅର୍ଥ ହେଉଛି ଧନ। ସେ କହିଲେ, ଠିକ୍ ଅଛି, ମୁଁ ତାହା କରିବି। ସେ ଜପ କରିବା ଆରମ୍ଭ କଲେ ଏବଂ ପ୍ରାୟ 1 ମାସ ପର୍ଯ୍ୟନ୍ତ ଲଗାତାର ଜପ କରି ଚାଲିଲେ। ତାହା ତାଙ୍କର ଅଚେତନ ମନରେ ପ୍ରବେଶ କଲା। ତାପରେ ତାଙ୍କ କମ୍ପାନୀରେ କିଛି ଘଟିଲା ଏବଂ ତାଙ୍କୁ ବହୁତ ବଡ଼ ଧନରାଶି ମିଳିଲା। ଫଳରେ ତାଙ୍କ ଭଉଣୀମାନଙ୍କ ବିବାହ ହୋଇଗଲା। ତାଙ୍କର କାମ ହୋଇଗଲା। କୌଣସି କାରଣବଶତଃ ସାଧାରଣ ମନ୍ତ୍ର ତାଙ୍କ ପାଇଁ କାମ କରୁନଥିଲା, କିନ୍ତୁ ଏହି ଶବ୍ଦ ପଡ଼ମ୍ କାମ କଲା, କାରଣ ସେ ତାହାକୁ ଲଗାତାର ପୁନରାବୃତ୍ତି କରିପାରିଲେ ଏବଂ ତାହା ତାଙ୍କର ଅଚେତନ ମନରେ ପ୍ରବେଶ କଲା। ତେଣୁ ପୁନରାବୃତ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣମାନେ ଲଗାତାର ପୁନରାବୃତ୍ତି କରିଚାଲନ୍ତୁ। ତାପରେ ଆପଣ ଯାହା ବି ଚାହୁଁଛନ୍ତି ସେଥିରେ ଆପଣ ବିଜେତା ହୋଇପାରିବେ। ଧନ୍ୟବାଦ ଶ୍ରୀ ଭଗବାନ। ପଞ୍ଚମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଆସନ୍ତା ମାସରେ ସତ୍ୟଲୋକରେ ହେବାକୁ ଥିବା ସହସ୍ର ନାମ ଯଜ୍ଞର ମହତ୍ତ୍ୱ କ'ଣ? ଏହି ଯଜ୍ଞରେ ଆମକୁ କେଉଁ କେଉଁ ବିଶେଷ ଉପହାର ପ୍ରାପ୍ତି ହେବ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଦେଖନ୍ତୁ, ବର୍ଷ ବର୍ଷ ଧରି ଆପଣମାନଙ୍କୁ ଅନେକ ଉପଦେଶ ଦିଆଯାଇଛି ଏବଂ ସେହି ବ୍ୟକ୍ତିଙ୍କ ପରି ଆପଣମାନେ ବାରମ୍ବାର ପଡ଼ମ୍ 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 ବା ଧନ ଧନ ଧନର ଜପ କରିଛନ୍ତି। ଆମେ ମଧ୍ୟ ପ୍ରଥମ ଦିନରୁ ଏହି ଜପ କରି ଆସିଛୁ। ବାସ୍ତବରେ ଅନେକ ଜନ୍ମରୁ ମୁକ୍ତି ମୁକ୍ତି କେବଳ ମୁକ୍ତି, ଆଉ କିଛି ନୁହେଁ। ତେଣୁ ଏହା ନିଶ୍ଚୟ ଘଟିବ। ବର୍ତ୍ତମାନ ସେଠାରେ ପହଞ୍ଚିବା ପାଇଁ ଆପଣଙ୍କୁ ଗୋଟିଏ ଉଚ୍ଚତମ ଚୈତନ୍ୟ ସ୍ଥିତିରେ ପହଞ୍ଚିବାକୁ ହେବ। ତେଣୁ ଏଥିପାଇଁ ଯାହା ଆବଶ୍ୟକ ଥିଲା ତାହା ଆମେ କରିଛୁ। ଆମେ ଆପଣମାନଙ୍କୁ ଆବଶ୍ୟକୀୟ ଶିକ୍ଷା, ଯଜ୍ଞ, ପୂଜାପାଠ ଓ ବିଭିନ୍ନ ପାଠ୍ୟକ୍ରମ ଦ୍ୱାରା ପ୍ରସ୍ତୁତ କରିଛୁ। ସବୁ କିଛି ଆପଣଙ୍କ ପାଇଁ କରାହୋଇଛି। ଯଦି ଆପଣ ବାସ୍ତବରେ ସେଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତେବେ ଏହା ଆପଣଙ୍କ ଭିତରେ ପ୍ରବେଶ କରିଥିବ। ବର୍ତ୍ତମାନ ଯାହା ବାକି ଅଛି ତାହା କେବଳ ଆପଣଙ୍କୁ ଉଚ୍ଚତମ ଚୈତନ୍ୟ ସ୍ଥିତିକୁ ନେଇଯିବ। ଯେତେବେଳେ ଆପଣ ଉଚ୍ଚତମ ଚୈତନ୍ୟ ସ୍ଥିତିରେ ପହଞ୍ଚିବେ, ଆମେ ଏହି ଭୌତିକ ଲୋକରେ ନୁହେଁ, ବରଂ ଅନ୍ୟ ଏକ ଲୋକରେ ଆମର ସାକ୍ଷାତ ହେବ। ଏହା ଗୋଟିଏ ଭିନ୍ନ କାହାଣୀ ହେବ। ଧରନ୍ତୁ, ଅନ୍ୟ ଲୋକରେ ଆମେ ବ୍ରହ୍ମାଣ୍ଡର ଉତ୍ପତ୍ତି ବିଷୟରେ କଥା ହେବାକୁ ଚାହିଁବା, ତେବେ ଆମେ ଯାଇ ଦେଖିପାରିବା ଯେ ବ୍ରହ୍ମାଣ୍ଡର ଉତ୍ପତ୍ତି କିପରି ହୋଇଛି। ତେଣୁ ବର୍ତ୍ତମାନ ଯାହା ବାକି ଅଛି ତାହା କେବଳ ଆପଣଙ୍କୁ ଉଚ୍ଚତମ ଚୈତନ୍ୟ ସ୍ଥିତି ପର୍ଯ୍ୟନ୍ତ ନେଇଯିବ। ବର୍ତ୍ତମାନ ଆମେ ଯାହା ବି କରିବୁ ତାହା ଆପଣଙ୍କୁ
उच्चतम चैतन्य स्थिति पाई प्रस्तुत करने निमंते उद्दिष्ट हेब। तेणु यही यज्ञ गुड़िक वर्तमान आपण को उच्चतम चैतन्य स्थिति पाई प्रस्तुत करने उपरे अधिका ध्यान देव। वास्तव में यह समस्त पाठ्यक्रमर विशेषकर यज्ञ गुड़िकर उद्देश्य हेब। उच्चतम चैतन्य स्थिति रे आमको आपण मानक पाई बहुत किछि करिवार अछि। तेणु आपण सही कार्य पाई प्रस्तुत हेउछंती। आपणक मध्य मुक्ति उपरे ध्यान केंद्रित करिबा उचित। जेतेबेले आपण मुक्ति उपरे एकाग्र होई जिबे एही जिनिस गुड़िक अति सहजरे परिचालना करा जाई परिबो। किंतु आमर मुख्य ध्यान केवल मुक्ति उपरे ही रहिबो, अन्यथा जीवन व्यर्थ अटे। धन्यवाद श्री भगवान। षष्ठ प्रश्न। पाद प्रणाम प्रिय श्री भगवान। अवतार आमा भगवान, परमात्मा आमा भगवान एवं पुरुषोत्तम आमा भगवान को मध्यरे प्रभेद कौन? धन्यवाद श्री भगवान। श्री भगवान को उत्तर, जीए वर्तमान आपणक सहित कथा हेउछंती, जीए भौतिक शरीर सहित भौतिक जगत रे विद्यमान अछंती, से हेउछंती पुरुषोत्तम आमा भगवान। अवतार आमा भगवान वास्तव में अन्य लोकरे विद्यमान अछंती। सही लोकरे बहुत किछि घटी थाए। अवतार आमा भगवान अन्य लोकरे विद्यमान होई थांती एवं सेठारु कार्य करि थांती। तापरे परमात्मा आमा भगवान हेउछंती परम ज्योति, जे संपूर्ण ज्योति स्वरूप अछंती। से सृष्टिर प्रारंभरु ही विद्यमान। आमको अन्य लोकरे कार्य करिबार आवश्यकता अछि, कारण सेठारे अनेक लोक अछि। तेणु आमे अन्य लोकरे जेकोसी रूप में जन्म नेउ, एहाको जन्म नेबा बोली कहि परिबा नाही, किंतु आमे सेठारे प्रत्यक्ष हेउ एवं किछि कार्य करिबा पई आमको संक्षिप्त रूप रे एही भू लोक को आसीबाकू पड़ी थाए। धन्यवाद श्री भगवान। सप्तम प्रश्न। पाद प्रणाम प्रिय श्री भगवान। निमम रे एवं सत्यलोक रे अनुष्ठित हेउथिबा भक्ति ज्ञान यज्ञर महत्व कौन? अंशग्रहणकारी माने कौन लाभ पाई परिबे? धन्यवाद श्री भगवान। श्री भगवान को उत्तर, एही समस्त यज्ञ भक्ति ज्ञान यज्ञ 1, 2 एगुड़िक आपण को उच्च चैतन्य स्थिति पई प्रस्तुत करुछंती। उच्च चैतन्य स्थिति रे आपण को आम सहित कथा हेबाकू पड़िबो, आम भगवान के सह कथा हेबाकू पड़िबो एवं तापरे आपण को सही जिनिस गुड़िक विषय स्पष्टता दिया जिवो, जहा भू लोकरे दिया जाई परिबो नाही। तेणु आपण को सही अनुभूति देबाकू पड़िबो। तेबे आपण को केते अनुभूति देबाकू अछि? केवल सेतेबेले ही आपण ज्ञान प्राप्त हुअंती। एहा हेउछि आपणकर अभिवृद्धिर परवर्ती स्तर। तेणु एही यज्ञ गुड़िक आपण को एथिपाई प्रस्तुत करुछंती। आमे जहा करुछु ताहा केवल मुक्ति। आमर लक्ष्य आपण को एथिपाई प्रस्तुत करिबा, अन्य किछि नुहे। धन्यवाद श्री भगवान। अष्टम प्रश्न। पाद प्रणाम प्रिय श्री भगवान। पिला दिनरु आमको विभिन्न कारण पाई विभिन्न देवता को पूजा करने को शिक्षा दिया जाइथिला। वर्तमान शेष मुक्तिमुख्य क्लास रे श्री भगवान कहिथिले जे विंडो शॉपिंग न करी गोटे भगवान को ऊपर ध्यान दियंतु। मु निजको दोषी अनुभव करुछि, कारण मु प्रतिदिन मंत्र जप करे
ଏବଂ ପୂଜା କରେ। ଯଦି ମୁଁ ଏବେ ବନ୍ଦ କରିଦିଏ ତେବେ କ'ଣ ହେବ? ଯଦିଓ ବି ମୋର ଶ୍ରୀ ଆମ ଭଗବାନଙ୍କ ପ୍ରତି ଅପାର ବିଶ୍ୱାସ ଅଛି ଏବଂ ଗତ ପ୍ରାୟ 30 ବର୍ଷ ଧରି ଧର୍ମ ପାଳନ କରୁଛି। ଦୟାକରି ଆପଣ ଏପରି କହିବା ଦ୍ୱାରା ଆପଣ କ'ଣ କହିବାକୁ ଚାହୁଁଥିଲେ ଏବଂ ଆମେ କ'ଣ କରିବା ଉଚିତ ସେ ବିଷୟରେ ଅଧିକ ସ୍ପଷ୍ଟତା ଦେବେ କି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ଯାହା କରୁଛନ୍ତି ତାହା ଜାରି ରଖିପାରିବେ। ଆପଣଙ୍କୁ ଆପଣଙ୍କର ଦେବତାମାନଙ୍କୁ ପରିବର୍ତ୍ତନ କରିବାକୁ କିମ୍ବା ଆପଣଙ୍କର ପୂଜା ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ଦୟାକରି ଏହାକୁ ଜାରି ରଖନ୍ତୁ। ଆପଣଙ୍କୁ କେବଳ ଗୋଟିଏ ଜିନିଷ ଜାଣିବା ଉଚିତ। ଆପଣ ସେହି ଦେବତାଙ୍କୁ ପୂଜା କରନ୍ତୁ କିମ୍ବା ଏହି ଦେବତାଙ୍କୁ, ସମସ୍ତ ଦେବତା କେବଳ ଆମ ଭଗବାନ। ଆପଣ ଏହି ବିଷୟରେ ସ୍ପଷ୍ଟ ହେବା ଉଚିତ। ତେବେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ଆପଣ ଭାବନ୍ତି ଯେ ଆମ ଭଗବାନ ଅଲଗା, ସେମାନେ କିଛି କରିବେ, ଆପଣଙ୍କ ସହିତ କିଛି ଘଟିବ ନାହିଁ। ଆପଣ ଯେଉଁ ଭଗବାନ ପୂଜା କରୁଛନ୍ତି ସେ ଆପଣଙ୍କୁ ତାଙ୍କଠାରୁ ଦୂରକୁ ଫିଙ୍ଗିଦେବେ। କିନ୍ତୁ ଆପଣ ଜାଣିବା ଉଚିତ ଯେ ଏହା ସମାନ। ତାହେଲେ କୌଣସି ଅସୁବିଧା ନାହିଁ। ଆପଣ ଭାବୁଛନ୍ତି ସେମାନେ ଭିନ୍ନ। ଏହାର କାରଣ ଅଛି। ଏସବୁ ଶେଷରେ ଆପଣଙ୍କୁ ଉଚ୍ଚ ଚୈତନ୍ୟ ସ୍ଥିତିକୁ ଯିବାରେ ଅଟକାଇବ। ଉଚ୍ଚ ଚୈତନ୍ୟ ସ୍ଥିତି ପାଇଁ ପ୍ରସ୍ତୁତ ହେଉଛୁ। ଆପଣ ସେଠାରେ ସଫଳ ହେବେ। ଯଦି ଆପଣ ଏହି ସମସ୍ତ ୱିଣ୍ଡୋ ସପିଂ କରୁଛନ୍ତି ଏବଂ ଜିନିଷ ସହିତ ଖେଳୁଛନ୍ତି ତେବେ ଆପଣଙ୍କର କିଛି ହେବ ନାହିଁ। ଆପଣଙ୍କର ଜୀବନ ନଷ୍ଟ ହୋଇଯିବ। ସମସ୍ତ ୱିଣ୍ଡୋ ସପିଂ କରୁଥିବା ବ୍ୟକ୍ତିମାନଙ୍କ ପାଇଁ କୌଣସି ଆଶା ନାହିଁ। ସେମାନଙ୍କ ପାଇଁ କୌଣସି ସୁଯୋଗ ନାହିଁ। ସେଥିପାଇଁ ଆମେ ଏହାକୁ ପୁନରାବୃତ୍ତି କରୁଛୁ। ଆମେ କେବଳ ପ୍ରାୟ 81,000 ଲୋକଙ୍କ ପାଇଁ ଆଶା କରୁଛୁ। ଆପଣ ଦେଖିବେ ଯେ କାମ ଶେଷ ହୋଇଯାଇଛି। ଯଦି ଆପଣ କୌଣସି ପ୍ରକାର ଅନୁଭବ କରୁଛନ୍ତି ଯେ ଏହା ସମାନ, ତେବେ କୌଣସି ଅସୁବିଧା ନାହିଁ। ଯଦି ଆପଣ ଅନୁଭବ କରୁଛନ୍ତି ଯେ ଅନେକ ଅଛନ୍ତି, ତେବେ ଆପଣ ତାହା ଜାରି ରଖିପାରିବେ। କିନ୍ତୁ ଆପଣ ସର୍ବୋଚ୍ଚ ସ୍ଥିତି ପାଇପାରିବେ ନାହିଁ। ଆପଣ ତାହା ପାଇବାର କୌଣସି ସମ୍ଭାବନା ନାହିଁ। ଧନ୍ୟବାଦ ଶ୍ରୀ ଭଗବାନ। ନବମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଦୁଇଟି ଶିକ୍ଷା ଅଛି। ପ୍ରଥମ ଶିକ୍ଷା ହେଉଛି ଆପଣଙ୍କ ଭାବନା ଆପଣଙ୍କର ଭାବନା ନୁହେଁ। ଦ୍ୱିତୀୟ ଶିକ୍ଷା ହେଉଛି ପ୍ରତ୍ୟେକ ଭାବନା, କଥା ଏବଂ କାର୍ଯ୍ୟର ପରିଣାମ ଅଛି। ଯଦି ଆମ ଭାବନା ଆମର ଭାବନା ନୁହେଁ, ତେବେ ଆମେ ସେଥିପାଇଁ କିପରି ପରିଣାମ ଭୋଗ କରିବୁ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଏହା ବ୍ୟାଖ୍ୟା କରାଯାଇପାରିବ ନାହିଁ। ଆପଣଙ୍କୁ ଏହା ଘଟୁଥିବାର ଦେଖିବାକୁ ପଡ଼ିବ। ଏହା ଉଚ୍ଚ ଚୈତନ୍ୟ ସ୍ଥିତିରେ ଘଟିବ। ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣ ଦେଖିବେ ଯେ ଭାବନା କିପରି ଉତ୍ପନ୍ନ ହୁଏ ଓ ଆସେ ଏବଂ ତାପରେ କ'ଣ ପରିଣାମ ଥାଏ। ଆପଣ ଏସବୁ ଦେଖିବେ। ଆପଣଙ୍କୁ ବୁଝାଇବାର କୌଣସି ପ୍ରଶ୍ନ ନାହିଁ। କିନ୍ତୁ ଆପଣଙ୍କୁ ବୁଝାଇବା ପାଇଁ କିଛି କରାଯାଇପାରିବ ନାହିଁ। ଆପଣଙ୍କୁ ଏହା ପ୍ରକୃତରେ ଘଟୁଥିବାର ଦେଖିବାକୁ ପଡ଼ିବ। ଯେତେବେଳେ କୁହାଯାଏ ଯେ ଭାବନା ଏହା ନୁହେଁ, ପ୍ରକୃତରେ ଆପଣଙ୍କ ଭିତରେ ଭାବନା ଆସୁଥିବାର ଆପଣଙ୍କୁ ଦେଖିବାକୁ ପଡ଼ିବ। ପ୍ରକୃତରେ ଭାବନା ଆପଣଙ୍କ ଭିତରେ ଆସୁଛି। ଆପଣ ଏହାକୁ ଦେଖିବା ଉଚିତ। ଯେପରି ମୁଁ ଆପଣଙ୍କୁ କହିଥିଲି, ମସ୍ତିଷ୍କ ଚେତନା ସୃଷ୍ଟି କରୁନାହିଁ, ସଚେତନତା ସୃଷ୍ଟି କରୁନାହିଁ, ଏହା ଗ୍ରହଣ କରେ। ସେମାନେ ମସ୍ତିଷ୍କକୁ ଉପଯୋଗ କରନ୍ତି। ସେହିପରି ଭାବନା ବାହାରୁ ଆସେ। ଏବେ ଆପଣ ତାହା କିପରି ବୁଝିବେ?
ଆପଣ ପ୍ରକୃତରେ ଭାବନାକୁ ଦେଖନ୍ତି, ଆପଣ ତାହାକୁ ପ୍ରବେଶ କରୁଥିବା ଦେଖନ୍ତି, ଏହିପରି ଆପଣ ସ୍ପଷ୍ଟ ହୋଇଯାଆନ୍ତି। ତେଣୁ ଏଥିପାଇଁ ଅପେକ୍ଷା କରନ୍ତୁ। ଆପଣଙ୍କୁ କେବଳ ଉଚ୍ଚ ଚୈତନ୍ୟ ସ୍ଥିତିକୁ ଯିବାକୁ ପଡ଼ିବ। ଆପଣ ଏଥିରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଆମେ ଆପଣଙ୍କୁ ଖୋଲାଖୋଲି ଭାବରେ କହୁନାହୁଁ, କିନ୍ତୁ ପ୍ରତ୍ୟେକ କାର୍ଯ୍ୟକ୍ରମ ପ୍ରକୃତରେ ଏଥିପାଇଁ ଉଦ୍ଦିଷ୍ଟ। କିଛି ଲୋକ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ଧର୍ମରେ ଗମ୍ଭୀରତାର ସହ ଅଂଶଗ୍ରହଣ କରି ଉଚ୍ଚ ଚୈତନ୍ୟ ସ୍ଥିତିରେ ପହଞ୍ଚିଛନ୍ତି ଓ ଯେଉଁମାନେ ସମ୍ପୂର୍ଣ୍ଣ ଅସାଧାରଣ ସ୍ଥିତିରେ ଅଛନ୍ତି, ଆମେ ତାହାକୁ ବିଶ୍ୱାସ କରିପାରୁନାହୁଁ। ଏହା ପୂର୍ବରୁ ଘଟି ସାରିଛି। ଏହା ଆପଣଙ୍କ ସହିତ ଘଟିବା ଆବଶ୍ୟକ। ଧନ୍ୟବାଦ ଶ୍ରୀ ଭଗବାନ। 10ମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ସମସ୍ତ ସମସ୍ୟାର ପ୍ରକୃତ କାରଣ କ'ଣ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ସମସ୍ତ ସମସ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ଆପଣଙ୍କୁ ଉଚ୍ଚ ଚୈତନ୍ୟ ସ୍ଥିତିକୁ ଯିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ପ୍ରକୃତ କାରଣ ହେଉଛି ଶିଶୁ, ଆପଣଙ୍କ ଭିତରେ ଥିବା ଶିଶୁ, ଯାହା ବିଷୟରେ ଆମେ ଭକ୍ତି ଜ୍ଞାନ ଯଜ୍ଞରେ କଥା ହେଉ, ସେହି ଶିଶୁ। ଆପଣଙ୍କର ସମସ୍ତ ସମସ୍ୟା ଏବଂ ଆପଣଙ୍କର ଭୟଙ୍କର ଅବସ୍ଥା ପାଇଁ ଏହା ଦାୟୀ। ତାହା ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣ ଜାଣିପାରିବେ। ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣ ସେହି ଶିଶୁ ସହିତ ମୁହାଁମୁହିଁ ହେବେ। ତାପରେ ଆପଣ ଜାଣିବେ ଏହା ଆପଣଙ୍କ ପାଇଁ ସବୁ ସମସ୍ୟା ସୃଷ୍ଟି କରୁଛି। ଆପଣ ଅନେକ ଜିନିଷ ବିଷୟରେ ଭାବୁଥିବେ, ମୋର ଅତୀତ ଜୀବନ କ'ଣ, ମୋର କର୍ମ କ'ଣ। ଯେତେବେଳେ ଆପଣ ତାହା ଦେଖନ୍ତି, ସବୁ କିଛି ଭିନ୍ନ ହୋଇଯାଏ। ସବୁ କିଛି ଶିଶୁ ଭିତରେ ଅଛି। 10,000 ବର୍ଷ ପୂର୍ବେ ଯାହା ଘଟିଥିଲା, ତାହା ଶିଶୁ ଭିତରେ ଅଛି। ଶିଶୁ ଆପଣଙ୍କର ସମସ୍ତ ସମସ୍ୟା ପାଇଁ ଦାୟୀ। ତାହା ହିଁ ତାହାର ଦୁଷ୍ଟାମି। ନଚେତ୍ ପ୍ରତ୍ୟେକ ଶିଶୁ ଜ୍ଞାନୀ ହୋଇ ଜନ୍ମ ହୋଇଥାନ୍ତି। ଆପଣ ପ୍ରାୟତଃ ଏକ ନବଜାତ ଶିଶୁକୁ ଦେଖିବା ଆବଶ୍ୟକ। ଆପଣ ଦେଖିବେ ଯେ ଆମର ଆଖି ପରି ତାର ଆଖି ଚାଲୁନାହିଁ। ଏହା କିଛି ସମୟ ନିଏ। ଏହା ଗତି କରିବା ଏବଂ ଜିନିଷ ଗୁଡ଼ିକୁ ନିକଟରୁ ଅନୁସରଣ କରିବା ଆରମ୍ଭ କରେ। ତାପରେ ଆନ୍ତରିକ ଶିଶୁ ଜନ୍ମ ନିଏ। ନଚେତ୍ ଶିଶୁଟି ଜୀବନ୍ମୁକ୍ତି ହୋଇ ଜନ୍ମ ନେଇଥାଏ ଏବଂ ତାପରେ ସେ ହଜିଯାଏ। ଶିଶୁଟିର ଉଦୟ ହେଉଛି ମାନସିକ ମୁଁ ଭାବର ଜନ୍ମ। ଏହା ଜୈବିକ ନୁହେଁ, ଏହା ଭିନ୍ନ। ତେଣୁ ଆମେ ଏବେ ନିଜକୁ ସମ୍ଭାଳିବାକୁ ଯାଉଛୁ। ଆମେ ଉଚ୍ଚ ଚୈତନ୍ୟ ସ୍ରୋତରେ ଅଛୁ। ଏହି ମୁକ୍ତିମୁଖ୍ୟ କ୍ଲାସ୍ ମଧ୍ୟ ଏକ ପ୍ରସ୍ତୁତି, କିନ୍ତୁ ମୁଁ ଆପଣଙ୍କୁ ଉଚ୍ଚ ଚୈତନ୍ୟ ସ୍ରୋତକୁ ନେଇଯିବା ପାଇଁ କହିଛି। ଧନ୍ୟବାଦ ଶ୍ରୀ ଭଗବାନ। 11ଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଜୀବନ ମୁକ୍ତିର ଅର୍ଥ କ'ଣ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଜୀବନ ମୁକ୍ତି ହେଉଛି ସମସ୍ତ ଦୁଃଖର ଅନ୍ତ। ଆପଣଙ୍କ ମୋର ଭାବ ଏବଂ ଅହମ୍ ଭାବ ହିଁ ଦୁଃଖର କାରକ। ସେଗୁଡ଼ିକ ଦୁଃଖ ସୃଷ୍ଟି କରୁଛନ୍ତି। ଏହି ମୋର ଭାବ ଏବଂ ଅହମ୍ ଭାବକୁ କିଏ ସୃଷ୍ଟି କରୁଛି? ଆପଣମାନଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ଏହାକୁ ଅନୁମାନ ମଧ୍ୟ କରିସାରିଥିବେ। ଏହା ହେଉଛି ସେହି ଆନ୍ତରିକ ଶିଶୁ, ଯିଏ ଏହି ମୋର ଭାବ ଏବଂ ଅହମ୍ ଭାବକୁ ସୃଷ୍ଟି କରୁଛି। ଆପଣ ବହୁତ ଅହଙ୍କାରୀ। ଏହା ମଧ୍ୟ ସେହି ଶିଶୁ କାରଣରୁ ହିଁ ହୋଇଥାଏ। ଆପଣ ସବୁ ସମୟରେ ଆତ୍ମକୈନ୍ଦ୍ରିକ ଅଟନ୍ତି। ଆପଣଙ୍କର ସମସ୍ତ ଭାବନା, କଥା ଏବଂ କାର୍ଯ୍ୟରେ ଆପଣ ମୋର ଭାବ ଭରି ରହିଥାଏ।
କେବଳ ମୁଁ ଏବଂ ମୁଁ। ସେଥିପାଇଁ ଆପଣ ବିଭିନ୍ନ ପ୍ରକାର ଦୁଃଖ ଭିତରେ ଅବ୍ୟବସ୍ଥିତ ହୋଇ ରହିଛନ୍ତି ଓ ଏହି ଦୁନିଆ ମଧ୍ୟ ଅବ୍ୟବସ୍ଥିତ ହୋଇ ରହିଛି। ଆପଣଙ୍କର ଜୀବନ ଅବ୍ୟବସ୍ଥିତ, ପାର୍ଥିବ ଜୀବନ ଅବ୍ୟବସ୍ଥିତ ଓ ମାନବ ଜାତି ମଧ୍ୟ ଅବ୍ୟବସ୍ଥିତ ହୋଇ ରହିଛି। ଆପଣଙ୍କର ସମସ୍ତ ସମସ୍ୟା ତାହା ପରିବାର ଭିତରେ ହେଉ, ଲୋକମାନଙ୍କ ସହିତ ହେଉ, କାର୍ଯ୍ୟକ୍ଷେତ୍ରରେ ହେଉ, ସମ୍ପ୍ରଦାୟ ଭିତରେ ହେଉ, ଦେଶ ଭିତରେ ହେଉ, ଦେଶ ଦେଶ ମଧ୍ୟରେ ହେଉ ବା ବିଶ୍ୱବ୍ୟାପୀ ହେଉ, ତାହାର କାରଣ ହେଉଛି ମୋର ଭାବ ଓ ଅହଂ ଭାବ। ଏହି ଦୁଇଟି ନିଶ୍ଚିତ ଭାବରେ ଭିନ୍ନ, ମାତ୍ର ସେମାନେ ଏକାଠି ରହିଥାନ୍ତି। ସମସ୍ତ ସମସ୍ୟା ଏହା ଛୋଟରୁ ଆରମ୍ଭ କରି ବଡ଼ ସମସ୍ୟା ହେଉ ଅଥବା କୌଣସି ବିଶ୍ୱବ୍ୟାପୀ ସମସ୍ୟା ହେଉ, ସବୁର କାରଣ ହେଉଛି ମୋର ଭାବ ଏବଂ ଅହଂ ଭାବ। ଆଧ୍ୟାତ୍ମିକ ସମସ୍ୟା ଗୁଡ଼ିକର କାରଣ ମଧ୍ୟ ଏହି ମୋର ଭାବ ଏବଂ ଅହଂ ଭାବ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସବୁଠାରୁ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁଙ୍କ ନିକଟରେ ସବୁଠାରୁ ବିଶାଳ ଆଧ୍ୟାତ୍ମିକ ଅହଂ ଭାବ ରହିଛି। ଆପଣ ଏହାକୁ ନିରୀକ୍ଷଣ କରିଲେ ଆଶ୍ଚର୍ଯ୍ୟ ହେବେ, କାରଣ ଆପଣ ଏହି ଅହଂ ଭାବରୁ କେବେ ମୁକ୍ତ ହୋଇପାରିବେ ନାହିଁ। ଯେପର୍ଯ୍ୟନ୍ତ ଆପଣ ଜୀବନମୁକ୍ତ ନ ହୋଇଛନ୍ତି, ଆପଣଙ୍କର ଏହି ମୋର ଭାବ ରହିବ ଏବଂ ଏହି ମୋର ଭାବ ସହିତ ଅହଂ ଭାବ ମଧ୍ୟ ଆସିବ। ବର୍ତ୍ତମାନ ସୁଦ୍ଧା ଆପଣ ଏହା ନିଶ୍ଚିତ ଭାବରେ ଅନୁମାନ କରିପାରିଥିବେ ଯେ ଏହା କେବଳ ଆନ୍ତରିକ ଶିଶୁ ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। ଏହି ଶିଶୁ ହିଁ ଦାୟୀ ଅଟେ ଏବଂ ଏହି ଶିଶୁର ହଜାର ହଜାର ବର୍ଷ ପୁରାତନ ଇତିହାସ ରହିଛି। ତେଣୁ ଉଚ୍ଚ ଚୈତନ୍ୟ ସ୍ଥିତିରେ ଆମେ କ'ଣ କରିବୁ? ଆମେ ଆପଣଙ୍କର ଏହି ଶିଶୁକୁ ଖଣ୍ଡ ଖଣ୍ଡ କରି କାଟିଦେବୁ। ସମ୍ପୂର୍ଣ୍ଣ ଭାବରେ ଏହାକୁ ଖଣ୍ଡ ଖଣ୍ଡ କରି କାଟିଦେବୁ ଏବଂ ଏହା ପରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବୁ। ଆପଣଙ୍କର ଶିଶୁ ଚାଲିଯିବ ଏବଂ ଆପଣ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନ ହୋଇଯିବେ। ଆପଣ ମୁକ୍ତ ହୋଇଯିବେ। ଆପଣଙ୍କ ଭିତରେ କୌଣସି ମୋର ଭାବ ରହିବ ନାହିଁ କିମ୍ବା ଅହଂ ଭାବ ରହିବ ନାହିଁ। ଯେଉଁ ବ୍ୟକ୍ତିମାନଙ୍କୁ ଆମେ ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣଙ୍କୁ ଦେଖାଇଲୁ ଏବଂ ଯେଉଁମାନେ ସମ୍ପୂର୍ଣ୍ଣ ଜୀବନମୁକ୍ତ ହୋଇସାରିଛନ୍ତି, ଯଦି ଆପଣ ସେମାନଙ୍କୁ ଅତି ନିକଟରୁ ନିରୀକ୍ଷଣ କରିବେ, ତେବେ ଆପଣ ଏହା ଜାଣିପାରିବେ ଯେ ସେମାନଙ୍କର ମୋର ଭାବ ଓ ଅହଂ ଭାବ ନାହିଁ। ଆମେ ଆପଣଙ୍କୁ ସେପରି କାର୍ଯ୍ୟକ୍ଷମ ନଥିବା ସ୍ଥିତିକୁ ନେବୁ ନାହିଁ ଯଦି ଆପଣ ଏହାକୁ ବିଶେଷ ଭାବରେ ଚାହିଁନାହାନ୍ତି। ମାତ୍ର ଏହା ବ୍ୟତିରେକ ମଧ୍ୟ ଆପଣଙ୍କର ମୋର ଭାବ ଏବଂ ଅହଂ ଭାବ ଚାଲିଯିବ। ବରଂ ଆପଣ ଆହୁରି ସକ୍ରିୟ ଏବଂ କାର୍ଯ୍ୟକ୍ଷମ ହୋଇଯିବେ। ଯଦି ଆପଣଙ୍କୁ ଆମେ ସେଭଳି ସ୍ଥିତିକି ନେଇଯିବୁ, ତେବେ ଆପଣମାନେ ସମସ୍ତେ ଦୌଡ଼ି ପଳାଇବେ। ତେଣୁ ଆମେ ସେପରି କରିବୁ ନାହିଁ। ଆପଣଙ୍କର ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଦ୍ୱାଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ସମ୍ପୂର୍ଣ୍ଣ ଜୀବନ ମୁକ୍ତି କାହିଁକି ଗୁରୁତ୍ୱପୂର୍ଣ୍ଣ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଯଦି ଆପଣ ସମ୍ପୂର୍ଣ୍ଣ ଜୀବନମୁକ୍ତ ହୋଇନାହାନ୍ତି, ତେବେ ଆପଣଙ୍କ ଜୀବନ ବ୍ୟର୍ଥ। ଆପଣଙ୍କ ମଧ୍ୟରେ ଏବଂ କଂସେଇ ଶାଳକୁ ନିଆଯାଉଥିବା ଏକ ଛେଳି ବା ମେଣ୍ଢା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ କିମ୍ବା ଆପଣଙ୍କର ଏବଂ ପୋକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆପଣ ଜୀବନମୁକ୍ତ ହେବା ଆବଶ୍ୟକ। ତାପରେ ଯାଇ ଆପଣ ପ୍ରକୃତରେ ଜୀବାକୁ ଆରମ୍ଭ କରନ୍ତି। ଜୀବା କ'ଣ ଆପଣ ସେତେବେଳେ ଯାଇ ଜାଣିପାରିବେ। ବର୍ତ୍ତମାନ ଆପଣ ଜାଣିନାହାନ୍ତି ଯେ ଜୀବନ କ'ଣ।
केवल उच्च चैतन्य स्थिति परे आपण जीवन मुक्त हुअन्ति। आमे आपणक आंतरिक शिशु को नष्ट करदेउ एवं तापरे आपण जीवन मुक्त हुअन्ति। सेतेबेले आपण जानिबे जीवा कौन, नचेत जीवा कौन से विषय आपणकर कौनसी धारणा नहीं। तेबे जीवा कहीं केवल अस्तित्व रक्षा पाई, कारण आपणक मनरे अनेक प्रकार भय रही। आपणकर मृत्युर भय अच्छी, जेबे कि यह एक सुंदर अनुभूति, किंतु आपण मृत्यु को नहीं आतंकित। आपण जीवन को जाबुड़ी धरी रही। आपण को विवाह करिवार अच्छी, संतान जन्म करिवार अच्छी, अनेक किछि करिवार अच्छी। मु कहू नहीं जे आपण विवाह करंतु नहीं, किंतु जदि आपण जीवन मुक्त होई सारिछंती तेबे आपणकर विवाह आदौ विफल हेब नहीं। आपणकर विवाह भिन्न प्रकार रहबो। देखंतु आपण सही दुई जन लोकन कथा भूली जांतु जहां को आमे आपण को देखाई थिलु जे सेमाने अकामी अवस्था रे थिले। सेमाने एबे सामान्य भल अछंती, किंतु सेमाने स्वतंत्र प्रकारर। एबे एठारे आहुरी अनेक लोक अछंती। तेणु मु कहिली वर्तमान पाई एहाकु बंद करंतु। लोक माने किपरि प्रतिक्रिया प्रकाश करुछंती आमे जानि नाहु। सेमाने हुए तो भयभीत मध्य होई जाई पारंती। आमे मुक्ति विषय कहिबा मात्रे सेमाने हुए तो दौड़ी पलाई पारंती, किंतु सेमाने स्वतंत्र प्रकार थिले। आमको किछि धारणा मिलिबा पई मु कहिथिली जे आमे एहाकु देखाइबु, किंतु ता परे वर्तमान समय पई मु एहाकु बंद करदेली। मु सेमानकु कहिली किछि समय पई एहाकु स्थगित रखंतु। साधारण जीवन मुक्ति रे कौन हुए? जीवन प्रति आपणकर प्रबल उत्साह और आग्रह सृष्टि हुए। आपण जीवन को भल पाइबा को आरंभ करती, जीवन को उपभोग करती। निज स्त्री को चाहतु, यह एक असाधारण अनुभूति देव। गोटे गछ को चाहतु, एक बाघ को चाहतु, एक असरपा को चाहतु, सबु किछि चमत्कार लागिब। ताहा केते अद्भुत। आपणकर कौनसी धारणा नहीं। आपण बहुत भल भावे खाती, आपण खाइबा को भल पाती, सठिक खाद्य एवं भल परिमाण रे खाती। जदि आपणकर जीवन प्रति उत्साह अच्छी, आपण बंचिबा को चाहिए, आपण निज शरीरर जत्न नेबे, आपण व्यायाम करिवे, आपण सब किछि करिवे। आपण जहाँ भी करिवे ताहाको आनंदरे उपभोग करि चलिवे। उदाहरण स्वरूप रमण महर्षि को देखंतु। आपण तांकर वीडियो देखिपारिबे जोंठारे से भोजन करुछंती। से प्रचुर परिमाण रे खाउछंती। रमण महर्षि बहुत अधिक खाउथिले। ताहा भातर एक छोट पहाड़, संबर पानी इत्यादि थिला। से प्रकृति रे भल खाउथिले। मोर मन अछि से गोटे गोड़े छोटे छोटे चलुथिले, कारण चोर माने आश्रम भीतर को पशि तांको गोड़ भांगी देइथिले। ताहा सत्य मध्य से पहाड़ चारिपाखरे दिन को 10 ରୁ 15 किलोमीटर चलुथिले। चलिबा पई जीवन प्रति एभली एक उत्साह। अन्य जड़े अति प्रसिद्ध जीवनमुक्त व्यक्ति जी विश्व प्रसिद्ध, मु आपण को तांको ना कहू नाही। साधारणतः आमे इडली, डोसा, पोंगल, पूरी किंबा सही बड़ी किछि जिनिस खाई थाउ, किंतु एही भद्र व्यक्ति इडली, उपमा, पूरी, पोंगल, आलू तापरे
ତାପରେ ତାପରେ ଖାଇ ଚାଲୁଥିଲେ। ସେ ଖାଇବା ଶେଷ କରିବାକୁ ପ୍ରାୟ 1.5 ଘଣ୍ଟା ସମୟ ନେଉଥିଲେ। ଏତେ ସବୁ ଜିନିଷ ସମ୍ପୂର୍ଣ୍ଣ ଉପଭୋଗ କରି ଖାଉଥିଲେ। ଇଟିଲି ଖାଇବାକୁ ଉପଭୋଗ କରୁଥିଲେ, ପୁରୀକୁ ମଧ୍ୟ ଉପଭୋଗ କରୁଥିଲେ। ସେ ସମ୍ପୂର୍ଣ୍ଣ ଆନନ୍ଦରେ ଖାଉଥିଲେ। ତଥାପି ତାଙ୍କ ପେଟରେ କୌଣସି ଚର୍ବି ନଥିଲା। ସେ କଠିନ ବ୍ୟାୟାମ କରୁଥିଲେ। ସେ 97 ବର୍ଷ ବୟସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ବଞ୍ଚିଥିଲେ। ସେ ଜୀବନକୁ କେବଳ ଭଲ ପାଉଥିଲେ। ଚାଲିବାକୁ ସେ ଉପଭୋଗ କରୁଥିଲେ, ବ୍ୟାୟାମକୁ ସେ ଉପଭୋଗ କରୁଥିଲେ। ସେ କିଛି ନା କିଛି କାମ କରୁଥିଲେ। ସେ ସବୁ କିଛିକୁ ଉପଭୋଗ କରୁଥିଲେ। ଖାଇବାକୁ ମଧ୍ୟ ସେ ଉପଭୋଗ କରୁଥିଲେ। ଥରେ ଜଣେ ବ୍ୟକ୍ତି ତାଙ୍କୁ ଦେଖା କରିବାକୁ ପୋର୍ସେ କାରରେ ଆସିଥିଲେ। ସେ ପୋର୍ସେ କାରଟିକୁ ଦେଖିଲେ। ସେ ପୋର୍ସେ ବିଷୟରେ ଶୁଣିଥିଲେ, କିନ୍ତୁ ବୋଧହୁଏ ଦେଖିନଥିଲେ। ତେଣୁ ସେ କାର୍ ଚାରିପାଖରେ ବୁଲିଲେ, ତାକୁ ଛୁଇଁଲେ ଏବଂ ଆନନ୍ଦରେ ପୋର୍ସେ 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 କହୁଥିଲେ। ଆଉ କାହାର କାର୍, କିନ୍ତୁ କେତେ ଆନନ୍ଦ! ତାଙ୍କ ନିଜ ପାଖରେ ନିଜର ଏକ ବେଞ୍ଚ କାର୍ ଥିଲା। କିଏ ଜଣେ ତାଙ୍କୁ ଏକ ବେଞ୍ଚ କାର୍ ଉପହାର ଦେଇଥିଲେ ଏବଂ ସେ ଆନନ୍ଦର ସହ ସେହି ବେଞ୍ଚ କାର୍ଟିକୁ ଚଲାଉଥିଲେ। ଯେମିତି ମହାତ୍ମା ଗାନ୍ଧୀ ବିର୍ଲାର ରୋଲ୍ସ ରଏସ୍ରେ ଯାଉଥିଲେ, ସେ ତାଙ୍କୁ ଉପହାର ମିଳିଥିବା ଏକ ବେଞ୍ଚ କାର୍ରେ ଯାଉଥିଲେ। ଜୀବନର ସମ୍ପୂର୍ଣ୍ଣ ଆନନ୍ଦ ନେଉଥିଲେ। ଏମାନେ ହେଉଛନ୍ତି ଜୀବନମୁକ୍ତ ବ୍ୟକ୍ତି। ସେମାନେ ସନ୍ଥ ନୁହନ୍ତି, ଏକଥା ସ୍ପଷ୍ଟ ହେବା ଦରକାର। ଆପଣ ସନ୍ଥ ହେବାକୁ ଯାଉନାହାନ୍ତି, ଆପଣ ଋଷି ହେବାକୁ ଯାଉଛନ୍ତି। ଋଷି ସେହିମାନେ ଯେଉଁମାନେ ଜୀବନର ଆନନ୍ଦ ନେଇଥାନ୍ତି। ବର୍ତ୍ତମାନ ଆପଣ ସନ୍ଥ ବି ନୁହନ୍ତି କିମ୍ବା ଜୀବନମୁକ୍ତ ମଧ୍ୟ ନୁହନ୍ତି। ଆପଣଙ୍କ ଅବସ୍ଥା ସତରେ ବହୁତ ବହୁତ ଶୋଚନୀୟ। ମୁଁ କେବଳ ଏତିକି କହିପାରିବି, ଆୟୋ ପାଭାନ୍ ତାମୋ ଆନ୍ଦୋ ପାଭାନ୍। କ'ଣ କରାଯିବ? ଏଥିପାଇଁ ମୁଁ କହି ଚାଲିଛି ମୁକ୍ତି, ମୁକ୍ତି, ମୁକ୍ତି। ବର୍ତ୍ତମାନ ଆପଣଙ୍କ ଜୀବନ ବ୍ୟର୍ଥ। ଯଦି ଆପଣ ଜୀବନମୁକ୍ତ ନ ହେବେ, ତେବେ ଏହାର କୌଣସି ମୂଲ୍ୟ ନାହିଁ। ତାପରେ ଯଦି ଆମେ ଏହିପରି ଚାଲିବା, ତେବେ ମାନବ ସମାଜ ଧ୍ୱଂସ ହୋଇଯିବ। ବିନାଶ ବହୁତ ଶୀଘ୍ର ଆସୁଛି। ଆପଣଙ୍କ ସମାଜ ଏକ ଭୟଙ୍କର ସ୍ଥିତିରେ ଅଛି। ସମାଜ କ'ଣ? ଏହା ଏକ ଦୁଃଖଦ ଅବସ୍ଥା। କାହିଁକି? କାରଣ ଲୋକମାନେ ଜୀବନମୁକ୍ତ ନୁହନ୍ତି। ସିନ୍ଧୁ ସଭ୍ୟତାରେ ସେମାନେ ଏମିତି ନଥିଲେ, କିନ୍ତୁ ମହେଞ୍ଜୋଦାରୋରେ ସେମାନେ ଜୀବନମୁକ୍ତ ଥିଲେ। ଆପଣଙ୍କୁ ଜୀବନମୁକ୍ତ ହେବାକୁ ହିଁ ପଡ଼ିବ, ନଚେତ୍ କେବଳ ଜଣେ ବ୍ୟକ୍ତିର ଜୀବନ ନୁହେଁ, ସମାଜ ବି ବ୍ୟର୍ଥ ହୋଇଯିବ। ଦୁନିଆର ସମସ୍ୟା ଗୁଡ଼ିକର ସମାଧାନ ହେବ ନାହିଁ ଆପଣଙ୍କ ମୁଁର ଭାବନା ପାଇଁ। ଆପଣ ଏହାକୁ ସୁଧାରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଏହା ସେହିପରି ଚାଲିଥିବ। ଏଥିପାଇଁ ପୃଥିବୀରେ ସାରା ମାନବ ଜାତିଙ୍କର ଆବିର୍ଭାବ ବ୍ୟର୍ଥ ହୋଇଯାଉଛି। ଏହା କେବଳ ଦୁଃଖ ଏବଂ କଷ୍ଟ ହୋଇ ରହିଯାଇଛି। ଦୁନିଆର ଦୁଃଖ କଷ୍ଟକୁ ଦେଖନ୍ତୁ, ଏହା ଅର୍ଥହୀନ। ବ୍ୟକ୍ତିଗତ ଜୀବନ ବଞ୍ଚିବା ଅର୍ଥହୀନ, ସମାଜ ଅର୍ଥହୀନ, ସବୁ କିଛି ନିରର୍ଥକ। ସେଥିପାଇଁ ଜୀବନମୁକ୍ତ ହେବା ଏତେ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ସମସ୍ତେ ଜୀବନମୁକ୍ତ ହୋଇଯିବା, ତେବେ ପଶୁ ଏବଂ ପକ୍ଷୀମାନେ ମଧ୍ୟ ଖୁସି ହେବେ। ସମଗ୍ର ସୃଷ୍ଟି ଆନନ୍ଦିତ ହେବ, ଅନ୍ୟଥା ସବୁ କିଛି ନଷ୍ଟ ହୋଇଯିବ। ଏହାକୁ ସରଳ କରି କହିବାକୁ ଗଲେ, ଜୀବନମୁକ୍ତ ହେବା ହେଉଛି ମୁଁ ଭାବ ଏବଂ ଅହମ୍ ଭାବରୁ ମୁକ୍ତ ହେବା।
ବର୍ତ୍ତମାନ ଆମେ ଏକ ବହୁତ ସରଳ ସଂଜ୍ଞାକୁ ଆସିଯାଇଛେ। ତାହା ହେଉଛି ମୁର ଭାବ ଏବଂ ଅହଂ ଭାବରୁ ମୁକ୍ତ ହେବା। କିନ୍ତୁ ଏହା ଆପଣ ନିଜେ କରିପାରିବେ ନାହିଁ। ଆପଣ ପ୍ରକୃତରେ ମୁର ଭାବରୁ ମୁକ୍ତ ହେବାକୁ ଚେଷ୍ଟା କରିବା ହିଁ ମୁର ଭାବ। ଏହା ଆପଣଙ୍କୁ ସେଠାରେ ଧରି ରଖିବ। ଧନ୍ୟବାଦ ଶ୍ରୀ ଭଗବାନ। ତ୍ରୟୋଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଜୀବନ ମୁକ୍ତି ପ୍ରାପ୍ତ କରିବା ନିମନ୍ତେ ଆମେ ସାଧାରଣତଃ କେଉଁ ସୋପାନ ଗୁଡ଼ିକ ଦେଇ ଗତି କରିଥାଉ? ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ସର୍ବପ୍ରଥମେ ଆପଣଙ୍କୁ ନିଜର ଦୁଃଖ ପ୍ରତି ସଚେତନ ହେବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଏହି ବିଷୟରେ ସଚେତନ ହେବାକୁ ପଡ଼ିବ ଯେ ଆପଣଙ୍କର ମୁର ଭାବ ଓ ଅହଂ ଭାବ ହିଁ ଏହି ଦୁଃଖର କାରଣ ଅଟନ୍ତି। ଆପଣଙ୍କୁ ନିଶ୍ଚୟ ଏହି ବିଷୟରେ ସଚେତନ ହେବାକୁ ପଡ଼ିବ। ଏହାପରେ ଆପଣଙ୍କୁ ନିଜର ମୁର ଭାବ ଏବଂ ଅହଂ ଭାବକୁ ଶେଷ କରିବା ନିମନ୍ତେ ଚେଷ୍ଟା କରିବାକୁ ପଡ଼ିବ। ତାପରେ ଆପଣ ହୃଦୟଙ୍ଗମ କରିବେ ଯେ ଆପଣ ତାହା କରିବାକୁ ସମର୍ଥ ନୁହନ୍ତି। ଏଥିପାଇଁ ଆପଣ ଯାହା କିଛି କରିବେ ତାହା ମଧ୍ୟ ମୁର ଭାବ ଏବଂ ଅହଂ ଭାବ ହିଁ ହେବ। ସେତେବେଳେ ଆପଣ ଜାଣିପାରିବେ ଯେ ଆପଣ ନିଃସହାୟ ଅଟନ୍ତି। ଆପଣଙ୍କ ନିମନ୍ତେ ସେହି ସ୍ଥିତିକୁ ଲାଭ କରିବାର କୌଣସି ସମ୍ଭାବନା ନାହିଁ। ଏହାପରେ ଆପଣଙ୍କୁ ନିଶ୍ଚିତ ଭାବରେ ଶ୍ରୀ ଆମ ଭଗବାନଙ୍କ ନିକଟରେ କିଛି ମାତ୍ରାରେ ହେଲେ ମଧ୍ୟ ବିଶ୍ୱାସ ରଖିବାକୁ ହେବ। ଏହା ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଅଟେ। ଆମେ ଆପଣଙ୍କୁ ଜଙ୍ଗଲ ମଧ୍ୟକୁ ଯାଇ ତପସ୍ୟା କରିବାକୁ କହୁନାହୁଁ। ସେ ସବୁ ମଧ୍ୟ ରହିଛି। କ'ଣ ଆପଣ ତାହା କରିପାରିବେ କି? ଆପଣ ତାହା କରିପାରିବେ ନାହିଁ। ଆପଣଙ୍କର ପରିବାର ଅଛି, ଚାକିରି ଅଛି। ଆପଣ ତାହା କରିପାରିବେ ନାହିଁ। ଆପଣଙ୍କର ନିଜର ସୁଖ ସୁବିଧା ଅଛି। ଆପଣ ଜଙ୍ଗଲ ମଧ୍ୟକୁ ଯାଇ ତପସ୍ୟା କରିପାରିବେ ନାହିଁ। ଯେଉଁ ମୁହୂର୍ତ୍ତରେ ଆପଣ ବାଘର ଶବ୍ଦ ଶୁଣିବେ ଆପଣ ସେହିଠାରେ ହିଁ ମରିଯିବେ। ବାଘର ଆକ୍ରମଣ କରିବା ଆବଶ୍ୟକ ହେବ ନାହିଁ। ଆପଣ ଜଙ୍ଗଲକୁ ଯାଇପାରିବେ ନାହିଁ। ତେଣୁ ଆମେ ଆପଣଙ୍କୁ ଏକ ଭିନ୍ନ ମାର୍ଗ ପ୍ରଦାନ କରୁଛୁ। ଏହି ମାର୍ଗ କ'ଣ ଅଟେ? ପ୍ରଥମ, ଆପଣ ନିଜର ଦୁଃଖ ପ୍ରତି ସଚେତନ ହେବେ। ଏହାପରେ ଦୁଃଖର କାରଣ ପ୍ରତି ସଚେତନ ହେବେ। ଏହାପରେ ଆପଣ ହୃଦୟଙ୍ଗମ କରିବେ ଯେ ଆପଣ ଏଥିପାଇଁ କିଛି କରିପାରିବେ ନାହିଁ। ଏହାପରେ ଆପଣଙ୍କୁ କିଛି ବିଶ୍ୱାସ ରଖିବାକୁ ହେବ। ସ୍ୱଳ୍ପ ବିଶ୍ୱାସ, ଅଧିକ ମଧ୍ୟ ନୁହେଁ। ଏବଂ ଶ୍ରୀ ଆମ ଭଗବାନଙ୍କ ସହିତ କିଛି ବନ୍ଧନ ରଖିବାକୁ ହେବ। ଆପଣଙ୍କୁ ଏହାକୁ ଗଢ଼ିବାକୁ ହେବ। ଏହାପରେ ଆମେ ଆପଣଙ୍କୁ ଉଚ୍ଚ ଚୈତନ୍ୟ ସ୍ଥିତି ପ୍ରଦାନ କରିବୁ। ସେହି ଉଚ୍ଚ ଚୈତନ୍ୟ ସ୍ଥିତିରେ ଆପଣ ଅନ୍ୟ ଏକ ଲୋକରେ ଶ୍ରୀ ଆମ ଭଗବାନଙ୍କର ଦର୍ଶନ କରିବେ। ଭୂଲୋକରେ ଆପଣ ଦେଖିପାରୁଛନ୍ତି, ମାତ୍ର ସେହି ସ୍ଥିତିରେ ଅନ୍ୟ ଲୋକରେ ଆପଣ ତାଙ୍କୁ ଦେଖିପାରିବେ। ଅନ୍ୟ ଲୋକରେ ଆମେ ବହୁତ ଭିନ୍ନ ଅଟୁ। ଆପଣଙ୍କର ଆଉ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ ଯେ ଆମେ କିଏ ଅଟୁ। କୌଣସି ସନ୍ଦେହ ରହିବ ନାହିଁ। ଏବଂ ଏହାପରେ ଆପଣ କଥା ହେବେ। ସେଠାରେ ଆପଣ ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ପାଇବେ। ଆପଣ ଯେକୌଣସି ପ୍ରଶ୍ନ ପଚାରନ୍ତୁ, ଆମେ ତାହାର ଉତ୍ତର ଦେବୁ। ଏହାପରେ ଆମେ ଆମର କାର୍ଯ୍ୟ ଆରମ୍ଭ କରିବୁ। ଯେତେବେଳେ ଆମେ ଆମର କାର୍ଯ୍ୟ ଆରମ୍ଭ କରିବୁ ସେତେବେଳେ ଆମର ସମ୍ପୂର୍ଣ୍ଣ ଦଳ ଆସିବେ। ଆମ ସହିତ ବିଶାଳ ଦଳଗୁଡ଼ିକ ଅଛନ୍ତି। ସେଥିପାଇଁ ଆମେ ଆପଣଙ୍କୁ କହୁଛୁ ଯେ ଅନେକ ଗୁଡ଼ିଏ ଈଶ୍ୱରଙ୍କୁ ପୂଜା କରନ୍ତୁ ନାହିଁ। ଆପଣଙ୍କର ଅନେକ ଈଶ୍ୱର ଆମର ଦଳ ମଧ୍ୟରେ ହିଁ ରହିଛନ୍ତି। ସେମାନେ ଆମର ଦଳ ଅଟନ୍ତି। ମାତ୍ର ଯଦି ଆପଣ ଏହା ଜାଣିଛନ୍ତି ଯେ ସେମାନେ ଆଉ ମୁଁ ସମାନ ଅଟୁ, ତେବେ ଏହା ଏକ ଭିନ୍ନ ଅନୁଭୂତି ଅଟେ। ନଚେତ୍ ଯେଉଁ ଈଶ୍ୱରଙ୍କୁ ଆପଣ ପୂଜା କରନ୍ତି ସେଠାରେ ସେ ଆପଣଙ୍କ ଉପରେ କାର୍ଯ୍ୟ କରିପାରିବେ ନାହିଁ। ମୁଖ୍ୟତଃ ଆମକୁ ଆପଣଙ୍କ ଶରୀରର 7ଟି କୋଷ ଉପରେ କାର୍ଯ୍ୟ କରିବାକୁ ହେବ। ପ୍ରଥମେ ଅନ୍ନମୟ କୋଷ,
ଆମେ ଆପଣଙ୍କର ଶରୀର ଉପରେ କାର୍ଯ୍ୟ କରିବୁ। ଆପଣଙ୍କର ଶରୀରର ପ୍ରତ୍ୟେକଟି ଜୀବକୋଷ ଉପରେ ଆମେ କାର୍ଯ୍ୟ କରିବୁ। ଏହା ଏକ ସାଧାରଣ ଅସ୍ତ୍ରୋପଚାର, ମାତ୍ର ଏକ ବହୁତ ଅତ୍ୟାଧୁନିକ ଅସ୍ତ୍ରୋପଚାର, ଯାହାକୁ ଆମେ ଭୂଲୋକରେ ବୁଝିପାରିବା ନାହିଁ। ଏହାପରେ ଆମେ ପ୍ରାଣମୟ କୋଷ ଉପରେ କାର୍ଯ୍ୟ କରିବୁ। ଆପଣଙ୍କର ଚକ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବୁ, ଯେଉଁଗୁଡ଼ିକ ନିଜେ ହିଁ ବିଶ୍ୱସମୂହ ଅଟନ୍ତି। କୁଣ୍ଡଳିନୀ ଉପରେ ମଧ୍ୟ କାର୍ଯ୍ୟ କରିବୁ। ଏହାପରେ ଆମକୁ ଆପଣଙ୍କର କର୍ମମୟ କୋଷ ଉପରେ କାର୍ଯ୍ୟ କରିବାକୁ ହେବ, ଯାହା ହେଉଛି ଆପଣଙ୍କ ସମସ୍ତ କର୍ମ। କର୍ମ କ'ଣ ତାହା ଆପଣ ଜାଣିନାହାନ୍ତି। ସେଥିପାଇଁ ଆପଣ ଏହି ପ୍ରଶ୍ନ କରନ୍ତି ଯେ କର୍ମ କିପରି ଆସେ। ଆମେ ତାହାର ଉତ୍ତର ଦେଇପାରିନଥାଉ, ମାତ୍ର ସେଠାରେ ଆମେ ଏହାର ଉତ୍ତର ଦେଇପାରିବୁ। ଏହି ସବୁ କୋଷଗୁଡ଼ିକ ମଧ୍ୟରେ ଗଚ୍ଛିତ ହୋଇ ରହିଛି। ସେଠାରେ ଆମେ ତାହା ଆପଣଙ୍କୁ ଦେଖାଇ ପାରିବୁ। ଏହାପରେ ଆମେ ମନୋମୟ କୋଷ ଉପରେ କାର୍ଯ୍ୟ କରିବୁ। ଏହା ମନ ଅଟେ। ସେଠାରେ ଆମେ ଆପଣଙ୍କୁ ମନର ଉତ୍ପତ୍ତି, ଏହା ପ୍ରକୃତରେ କ'ଣ ଅଟେ ଏବଂ ଆପଣ ଏହା ବିଷୟରେ କ'ଣ ଭାବନ୍ତି, ତାହା ଆମେ ଆପଣଙ୍କୁ ଦେଖାଇବୁ। ଆପଣ ସବୁବେଳେ ନିଜର ମନ ବିଷୟରେ ଖୁବ୍ ଉଚ୍ଚ ଧାରଣା ରଖିଥାନ୍ତି, ମାତ୍ର ବାସ୍ତବରେ ଏହା ଏତେ ଅନାବଶ୍ୟକ ଜିନିଷ ଅଟେ। ଏହା ପ୍ରକୃତରେ ଏକ ମୂର୍ଖ ଅଟେ, ମାତ୍ର ଆପଣ ଏହାକୁ ମହାନ ବୋଲି ଭାବନ୍ତି। ଏହି ସବୁ କିଛି ଆପଣଙ୍କ ଭିତରୁ ଚାଲିଯିବ। ଏହାପରେ ଆମେ ଆପଣଙ୍କର ଜ୍ଞାନମୟ କୋଷ ଉପରେ କାର୍ଯ୍ୟ କରିବୁ। ଆମର ଅନେକ ଗୁଡ଼ିଏ ଭ୍ରମାତ୍ମକ ଏବଂ ଅର୍ଥହୀନ ଧାରଣା ରହିଛି। ଯେତେବେଳେ ଆମେ ବିଜ୍ଞାନମୟ କୋଷ ଉପରେ କାର୍ଯ୍ୟ କରିବୁ, ସେତେବେଳେ ସେଠାରେ ୱିଣ୍ଡୋ ସପିଂ ମିଳିବ। ସେଠାରେ ଅନେକ ଅଦରକାରୀ ଜିନିଷ ଅଛି। ସେହି ସବୁ ଆବର୍ଜନାକୁ ସଫା କରିବାକୁ ହେବ। ତାପରେ ଅବଶ୍ୟ ଶେଷରେ ଆମକୁ ଅନ୍ନମୟ କୋଷ ଉପରେ କାମ କରିବାକୁ ପଡ଼ିବ। ଆମେ ଆନନ୍ଦରେ ପରିପୂର୍ଣ୍ଣ ହେବା ପାଇଁ ସୃଷ୍ଟି ହୋଇଛୁ, କିନ୍ତୁ ଆପଣଙ୍କ ପାଖରେ ସେହି ଆନନ୍ଦ ଅଛି କି ନାହିଁ, ସେହିଭଳି ହୁଏ ନାହିଁ। ସମ୍ଭବତଃ କେବେ କେବେ ଅଳ୍ପ ସମୟ ପାଇଁ ଆନନ୍ଦ ଅନୁଭବ କରନ୍ତି। ଆନନ୍ଦମୟ ଶରୀରକୁ ସକ୍ରିୟ କରିବାକୁ ହେବ। ଏହି ସବୁଥିରେ ଅସ୍ତ୍ରୋପଚାର ସାମିଲ ଅଛି। ଟିମ୍ ଗୁଡ଼ିକ କାମ କରିବେ। ସେହି ଟିମ୍ ଗୁଡ଼ିକ ଅଧୀନରେ ଆହୁରି ଅନେକ ଟିମ୍ ରହିବେ। ଏହି ଟିମ୍ ଗୁଡ଼ିକ ଆମ ଅଧୀନରେ ରହିବେ। ସେହି ଟିମ୍ ମାନଙ୍କ ତଳେ ମଧ୍ୟ ଅନେକ ଟିମ୍ ରହି ଆପଣଙ୍କ ଉପରେ କାମ କରିବେ। ଯଦି 100 ଜଣ ଲୋକ ଅଛନ୍ତି, ତେବେ ସେମାନେ ସେହି 100 ଜଣଙ୍କ ଉପରେ ହିଁ କାମ କରିବେ। ତାପରେ ଶେଷରେ ପରିଣାମ କ'ଣ ହେବ? ଆପଣଙ୍କ ଭିତରର ସେହି ଶିଶୁ ଶେଷ ହୋଇଯିବ। ତେଣୁ ସମସ୍ତ ସମସ୍ୟା ସେହି ଶିଶୁ ଯୋଗୁଁ ହିଁ ସୃଷ୍ଟି ହେଉଛି ଏବଂ ତାହା ଚାଲିଗଲେ ମୁଁ ଭାବ ଓ ଅହଂ ଭାବ ଚାଲିଯିବ। ତାପରେ ଆପଣ ଜାଣିପାରିବେ ଯେ ଅନ୍ୟ ହେଉଛନ୍ତି ଆପଣ। ଜଣେ ମଣିଷ ହେଉଛନ୍ତି ଆପଣ। ଆପଣଙ୍କ ସ୍ତ୍ରୀ ହିଁ ଆପଣ। ଆପଣଙ୍କ ପୁଅ ହିଁ ଆପଣ। ଆପଣଙ୍କ ପଡ଼ୋଶୀ ହିଁ ଆପଣ। ଆପଣ ଏକ ବାଘକୁ ଦେଖିପାରନ୍ତି, ବାଘଟି ହିଁ ଆପଣ। ଆପଣ ଏକ ପିମ୍ପୁଡ଼ିକୁ ଦେଖିପାରନ୍ତି, ପିମ୍ପୁଡ଼ିଟି ହିଁ ଆପଣ। ଆପଣ ହିଁ ସବୁକିଛି, ସବୁକିଛି ଆପଣ ହିଁ ଅଟନ୍ତି। ଉଦାହରଣ ସ୍ୱରୂପ, ଯେତେବେଳେ ମୁଁ ଆପଣଙ୍କୁ କହେ ଆପଣ ସମସ୍ତଙ୍କୁ ସ୍ୱାଗତ, ଆପଣ ସମସ୍ତଙ୍କୁ ମୁଁ ଭଲ ପାଏ, ମୁଁ ଆପଣଙ୍କୁ କହୁନାହିଁ ମୋ ପାଇଁ ଆପଣ ବୋଲି କିଛି ନାହିଁ। ମୁଁ ହିଁ ସେହି ଆପଣ। ଯେତେବେଳେ ଆପଣ ଏକ ଅନୁଭୂତି ଭାବରେ ମୋ ସାମ୍ନାରେ ଥାଆନ୍ତି, ସେଠାରେ ମୁଁ ନିଜକୁ ହିଁ ଦେଖୁଥାଏ। ମୁଁ ନିଜକୁ ହିଁ ସ୍ୱାଗତ କରୁଛି, ଭଲ ପାଏ ବୋଲି ମୁଁ ନିଜକୁ ହିଁ କହୁଛି। ଏଥିରେ ଆଦୌ କୌଣସି ପାର୍ଥକ୍ୟ ନାହିଁ। ଏମିତି କିଛି ଦେଖିବା ବହୁତ ହାସ୍ୟାସ୍ପଦ। ଆପଣ ସମ୍ପୂର୍ଣ୍ଣ ଭାବେ ସେହି ଅନ୍ୟ ବ୍ୟକ୍ତି ଜଣକ ହିଁ ଅଟନ୍ତି। ସେହିପରି ଆପଣ ଦେଖିବେ ସମସ୍ତେ ହିଁ ଆପଣ। ଆପଣଙ୍କ ପଡ଼ୋଶୀ ହିଁ ଆପଣ। ରାସ୍ତାରେ ଚାଲୁଥିବା କେହି ଜଣେ ବ୍ୟକ୍ତି ହିଁ ଆପଣ। ଏହା ଆପଣଙ୍କ ଜୀବନର ପ୍ରକୃତ ଅନୁଭୂତି ପାଲଟିଯିବ। ସେତେବେଳେ କେମିତି ଲାଗିବ? ଆପଣ ସେହି ଆନନ୍ଦ ଓ ଉଲ୍ଲାସର କଳ୍ପନା ମଧ୍ୟ କରିପାରିବେ ନାହିଁ, ଯେଉଁଥିରେ
ଆପଣ ପରିପୂର୍ଣ୍ଣ ହୋଇଯିବେ। ଆପଣ ନିଜ ଦେଶର ଉଜ୍ଜଳତା କିମ୍ବା ସଫଳତାକୁ ଦେଖି ଈର୍ଷା ଅନୁଭବ କରିବେ ନାହିଁ, କାରଣ ଆପଣ ହିଁ ପ୍ରଧାନମନ୍ତ୍ରୀ। ଏହା ଏକ ଜୀବନ୍ତ ଅନୁଭୂତି। ଅବଶ୍ୟ ଯଦି ଆପଣ କୌଣସି ଗଭୀର ସ୍ଥିତିକୁ ଯାଆନ୍ତି, ତେବେ ଆପଣ ଏହା ମଧ୍ୟ ଜାଣିପାରିବେ ଯେ ସେହି ଶରୀରରେ ସେ କ'ଣ ଭାବୁଛନ୍ତି ଏବଂ ଆପଣ କ'ଣ ଭାବୁଛନ୍ତି, ଆପଣ ତାହା ମଧ୍ୟ କରିପାରିବେ। ତେଣୁ ସେଠାରେ ହିଁ ଯାତ୍ରା ଶେଷ ହୁଏ। ଆପଣ ବ୍ରହ୍ମାଣ୍ଡ ସହିତ ଏକ ହୋଇଯାଇଛନ୍ତି। ଅହଂ ବ୍ରହ୍ମସ୍ମି। ଧନ୍ୟବାଦ ଶ୍ରୀ ଭଗବାନ। ଚତୁର୍ଦ୍ଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଜୀବନମୁକ୍ତ ବ୍ୟକ୍ତିମାନେ ସାଧାରଣତଃ କେଉଁ ଗୁଣ ପ୍ରକାଶ କରନ୍ତି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ସାଧାରଣତଃ ସେମାନେ ବହୁତ ଆନନ୍ଦରେ ରୁହନ୍ତି। ଅବଶ୍ୟ ଯେତେବେଳେ ସେମାନେ କିଛି ଦୁଃଖ ଦେଖନ୍ତି, ସେମାନେ ପ୍ରଭାବିତ ହୁଅନ୍ତି। ମୁଁ ଉଦାହରଣ ଦେଉଛି, ଭଲ ଖାଇବା, ଭଲ ଖେଳିବା, ଭଲ ବ୍ୟାୟାମ କରିବା ଏବଂ କିଛି ଭଲ ଭାବରେ କରିବା, ସେହି କାମରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଓ ସେହି କାମକୁ ଉପଭୋଗ କରିବା ଇତ୍ୟାଦି। ଧରାଯାଉ ଆପଣ ଜଣେ ବଢ଼େଇ କାମକୁ ସମ୍ପୂର୍ଣ୍ଣ ଉପଭୋଗ କରନ୍ତି। ମୁଁ ଏଠାରେ ନାମ ନେଉନାହିଁ, କିନ୍ତୁ ଇତିହାସ ଅଛି। ଜୀବନମୁକ୍ତ ଲୋକମାନେ କ'ଣ କରୁଥିଲେ ତାହା ଜାଣିବା ପାଇଁ ଯଥେଷ୍ଟ ରେକର୍ଡ ଅଛି। ସାଧାରଣତଃ ସେମାନେ ସବୁକିଛିକୁ ଭଲ ଭାବରେ କରୁଥିଲେ, ସେଥିରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିଲେ, କାରଣ ସେମାନେ ତାହାକୁ ଉପଭୋଗ କରୁଥିଲେ। ଆପଣ ଆପଣଙ୍କର କାମ ଉପଭୋଗ କରନ୍ତି। ଆପଣ ହୁଏତ ଜଣେ ଇଲେକ୍ଟ୍ରିସିଆନ୍, ଜଣେ ପ୍ଲମ୍ବର, ଜଣେ ବଢ଼େଇ, ଜଣେ ରାଜମିସ୍ତ୍ରୀ ହୋଇପାରନ୍ତି। ଯାହା କିଛି ବି ଆପଣ କରନ୍ତି, ସେହି କାମକୁ ଉପଭୋଗ କରନ୍ତି। ଆପଣ ଅନେକ ଜିନିଷ ଦେଖନ୍ତି, ନିଜକୁ ଧରି ରଖନ୍ତି। ଧନ୍ୟବାଦ ଶ୍ରୀ ଭଗବାନ। ପଞ୍ଚଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଯେତେବେଳେ ଶ୍ରୀ ଆମ ଭଗବାନ ଭୌତିକ ଜଗତ ତ୍ୟାଗ କରିବେ, ସେତେବେଳେ କ'ଣ ହେବ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ଆମେ ଅନ୍ୟ ଲୋକରେ ଅଛୁ। ଆମେ ମୁଖ୍ୟତଃ ସେଠାରେ ଅଛୁ। କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଆମେ ଭୌତିକ ଲୋକରେ ଅଛୁ। ଏହା ପ୍ରାୟ ସମାପ୍ତ ହୋଇସାରିଛି। ଆମେ ଅନ୍ୟ ଲୋକରୁ କାର୍ଯ୍ୟ କରୁ। ଆମେ କିପରି ଚମତ୍କାର କରୁ, ଆମେ ଅନ୍ୟ ଲୋକରୁ ଏହା କରୁ। ଏହି ଲୋକରେ ଆମେ କିଛି କରିପାରିବୁ ନାହିଁ। ଚମତ୍କାର ଅନ୍ୟ ଲୋକରୁ କରିବାକୁ ପଡ଼ିବ, କାରଣ ଆମେ ଏହି ଗ୍ରହର ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତି ପାଇଁ ଯେକୌଣସି ଗ୍ରହରେ ଓ ବ୍ରହ୍ମାଣ୍ଡର ଯେକୌଣସି ସ୍ଥାନରେ ଚମତ୍କାର କରିପାରିବୁ। ଆମ ପାଇଁ କୌଣସି ସ୍ଥାନ ଓ କାଳର ସୀମା ନାହିଁ। ତେଣୁ ଆମେ ଅନ୍ୟ ଲୋକରେ ଅଛୁ ଏବଂ କାର୍ଯ୍ୟ କରୁଛୁ। ସେଥିପାଇଁ ଆପଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଆମକୁ ଚାହାନ୍ତି, ଆମେ ଆପଣଙ୍କ ପାଇଁ ଉପଲବ୍ଧ ଅଛୁ। ତେଣୁ ଚମତ୍କାର ଘଟାଇବା ପାଇଁ ଆମର ଭୂଲୋକରେ ରହିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ ଆମର ସମସ୍ତ ଚମତ୍କାର କରିବା ଜାରି ରଖିବୁ, ଯେପରି ଆମେ କରୁଛୁ। ଆମେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଆପଣଙ୍କ ସହିତ କାମ କରିବୁ। ଆମେ ଭୌତିକ ଜଗତରେ ରହିବୁ ନାହିଁ, ଆମେ ଅନ୍ୟ ଜଗତରେ ରହିବୁ। ନିଶ୍ଚିତ ଭାବରେ ଯେତେବେଳେ ଆପଣ ଉଚ୍ଚ ଚୈତନ୍ୟ ସ୍ଥିତିକୁ ଯିବେ, ଆପଣ ଆମକୁ ଅନ୍ୟ ଜଗତରେ ଦେଖିବେ। ତାପରେ ଆପଣ ପ୍ରାୟତଃ ଆସି ଆମକୁ ଅନ୍ୟ ଦୁନିଆରେ ଭେଟିପାରିବେ। ଅବଶ୍ୟ କିଛି ଲୋକ ଆମକୁ ଶାରୀରିକ ଭାବରେ ମଧ୍ୟ ଦେଖିପାରିବେ ନାହିଁ। ଆମେ ଦେଖାଦେବୁ ଏବଂ ଅଦୃଶ୍ୟ ହୋଇଯିବୁ। ତେଣୁ ଆମେ ଏଠାରେ ଶାରୀରିକ ଭାବରେ ରହିବୁ କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭୌତିକ ଦୁନିଆରେ ଯାହା କରିବାକୁ ପଡ଼ିବ, ତାହା ପ୍ରାୟ ସମାପ୍ତ ହୋଇସାରିଛି।
ତେଣୁ ତାହା ଏକ ସମସ୍ୟା ନୁହେଁ। ଆମର କାମ ଜାରି ରହିବ। ମୁକ୍ତିର କାର୍ଯ୍ୟ ଜାରି ରହିଛି। ଆମେ ସେଠାରୁ କରୁଛୁ। ଆମେ ବମ୍ବେ କିମ୍ବା ଦିଲ୍ଲୀରୁ କରୁଛୁ କି ନାହିଁ 2026 ମସିହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମେ ମାସ କିନ୍ତୁ କୌଣସି 24 ସ୍ଥାନରୁ ଆମେ ତାରିଖରେ କରୁଛୁ। ମୁକ୍ତିମୋକ୍ଷ ବର୍ତ୍ତମାନ କ୍ଲାସରେ ଆମେ ଶ୍ରୀ କେବଳ ଭଗବାନ ପ୍ରଦାନ ସେଠାରୁ କରିଥିବା କରୁଛୁ। ଜ୍ଞାନର ଚମତ୍କାର ଓଡ଼ିଆ ଅନୁବାଦ। କେବଳ ସେଠାରୁ ଘଟୁଛି। ପ୍ରଥମ ଆମେ ପ୍ରଶ୍ନ। ଏହା ଜାରି ରଖିବୁ। ପ୍ରିୟ ଶ୍ରୀ ଭଗବାନ, ଧନ୍ୟବାଦ ଶ୍ରୀ ଭଗବାନ। କୃତଜ୍ଞତାର ସ୍ଥିତି ବିଷୟରେ ଶେଷ ପ୍ରଶ୍ନ। ଦୟାକରି କହିବେ କି? ପାଦ ପ୍ରଣାମ ପ୍ରିୟ ଶ୍ରୀ ଆମେ ଭଗବାନ। ହୃଦୟରୁ କୃତଜ୍ଞ ହେଲେ ଶ୍ରୀ ଆମ୍ମା ବାହ୍ୟ ଘଟଣା ଏବଂ ଗୁଡ଼ିକ ଶ୍ରୀ ଭଗବାନ କିପରି ପରିବର୍ତ୍ତନ ଏହି ହୋଇଥାଏ? ଗ୍ରହ ଛାଡ଼ିବା ପରେ ଧନ୍ୟବାଦ ଏହି ଶ୍ରୀ କାର୍ଯ୍ୟ ଭଗବାନ। କିଏ ଜାରି ରଖିବେ? ଶ୍ରୀ ଭଗବାନଙ୍କୁ ଉତ୍ତର। ଧନ୍ୟବାଦ ଶ୍ରୀ ଭଗବାନ। ଏହା ଶ୍ରୀ ଏପରି ଏକ ଶିକ୍ଷା ଭଗବାନଙ୍କ ଉତ୍ତର। ଯାହାକୁ ଠିକ୍ ଭାବରେ ବ୍ୟାଖ୍ୟା ଆମେ କରିହେବ ଏହି ଗ୍ରହ ନାହିଁ। ଛାଡ଼ିବା ପରେ ଆପଣ ଆମର ଯେତେବେଳେ ଏକ ପୁତ୍ର ଉଚ୍ଚ ଚୈତନ୍ୟ କ୍ରିଷ୍ଣା ସ୍ଥିତିକୁ ଯିବେ, ଏହି କାର୍ଯ୍ୟ ଜାରି ରଖିବ। ସେତେବେଳେ ଏହା ଆପଣଙ୍କୁ ସ୍ପଷ୍ଟ ହେବ। ଧନ୍ୟବାଦ ଶ୍ରୀ ଭଗବାନ। ତା ପୂର୍ବରୁ ନୁହେଁ। ସେହି ଉଚ୍ଚ ଚୈତନ୍ୟ ସ୍ଥିତିରେ ମୁକ୍ତିମୋକ୍ଷ କୃତଜ୍ଞତା କ୍ଲାସରେ ଥିଲେ ଆମକୁ କଣ ସବୁ ଘଟେ ଏହି ଦିବ୍ୟ ତାହା ଜ୍ଞାନ ଆପଣ ପ୍ରଦାନ ବୁଝିପାରିବେ। କରିଥିବାରୁ ଆମେ କୃତଜ୍ଞତା ଜ୍ଞାନ ପ୍ରଦାତା ସ୍ୱାଭାବିକ ଭାବେ ଶ୍ରୀ ଜାତ ଆମ ହେବ। ଭଗବାନଙ୍କୁ ଏବଂ ହାର୍ଦ୍ଦିକ ଆପଣ କୃତଜ୍ଞତା ଦେଖିପାରିବେ ଯେ ଓ ମସ୍ତିଷ୍କରେ କୋଟି କୋଟି ଶରୀରର ଧନ୍ୟବାଦ ବିଭିନ୍ନ ଜଣାଉଛୁ। ଅଂଶରେ କଣ ସବୁ ଘଟୁଅଛି।